କି ଆପଣ ବାହା ହେବେ ଠିକ ଅଛି ତା ନାଁରେ କାର୍ଡ କିଣିଦବା ଆଉ ସେ କଥା ଆପଣ ଭୁଲି ଯାଇଛନ୍ତି ନା ନା ଶୁଣନ୍ତୁ ବା ସେଇଟା ତ ମୋ ମୁଣ୍ଡ ନଥିଲା କି ତାଙ୍କ ନାଁରେ କିଣିବା ପାଇଁ ମୁଁ ତାଙ୍କ ନାଁରେ କିଣିବାକୁ ଯିବି କାହିଁକି ମତେ ତା ପାଇଁ ମାସେ ଖଣ୍ଡେ ସେ ମୋର ମାଇଣ୍ଡକୁ ପୁରା ୱାଶ କଲେ ବ୍ରେନ୍ ୱାଶ ଯେତେବେଳେ ଆମେ ଭେଟୁ ତମେ ଗୋଟେ କାମ କର ଆମ ମୋ ନାଁରେ ଗାଡି କିଣ ଆମେ ବୁଲିବାକୁ ଯିବା କିଛି ଅସୁବିଧା ହବନି ଆଉ ମୁଁ ତ ତମକୁ ବାହା ହେବି ନା ଆଚ୍ଛା ତମକୁ ତ ମୁଁ ବାହା ହେବି ମୁଁ ତ ତମର ହିଁ ତାହେଲେ ତମେ ମୋ ନାଁରେ କିଣିଲେ ଅସୁବିଧା କଣ ଅଛି ଆଚ୍ଛା ତ ସେ ସମୟରେ ଆପଣ ବୁଝିପାରିଲେ? ମଧ୍ୟ ମୁଁ କହିଲି ଆଜ୍ଞା ଯେ ମୋ ପାଖରେ ପଇସା ନାହିଁ ମୁଁ ଏବେ କିଣିପାରିବି ନାହିଁ ଆପଣ ଭାବନ୍ତୁ କି ତାଙ୍କ ବାପା କାମ କରିବା ପାଇଁ ମୁଁ ଜଣଠୁ 3 ଲକ୍ଷ ଆଣିକି ଦେଲି ବାପା ପୁଣି କାମ କରିବେ ବୋଲି 2 ଲକ୍ଷ ଆଣିଦେଲି ବାପା କାମ କରିଲେ ପଇସା ବାପାଙ୍କର ପଇସା ଆସିଲା ନ ଆସିଲା ତାଙ୍କ ବାପା ହଉଛନ୍ତି ଝିଁଟି ଶାସନ ଜାଣିଛନ୍ତି ସେଠି ରହୁଛନ୍ତି ବୁଝିପାରିଲେ ତାଙ୍କ ବାପା କୁଆଡେ କଣ୍ଟ୍ରାକ୍ଟର ଅଛନ୍ତି ରୋଡ କଣ୍ଟ୍ରାକ୍ଟର ହଁ ଠିକ ଅଛି ରୋଡ କାମରେ ସେୟା ହୁଏ ହଁ। ଠିକ ଅଛି ଆଜ୍ଞା ପଇସା ଦେଲେନି ତାଙ୍କୁ ଓଲଟା ମୁଁ ଦେଲି ପଇସା 3 2 5 3 8 8 ଲକ୍ଷ ଟଙ୍କା ଆପଣ ଦେଲେ ହଁ ମାନେ ଆହୁରି ବି ଦବାର ଅଛି ଆଚ୍ଛା ଯୋଉ ପ୍ରଥମ ବ୍ୟକ୍ତି ଜଣକ ଅଛନ୍ତି ଆପଣ ଆଉ ସେ ସମ୍ପର୍କରେ ନାହାନ୍ତି ନା ନା ସିଏ ଠିକ ଅଛି ମାନେ ତାଙ୍କୁ ନାହିଁ କଥା କହୁନାହିଁ ମୁଁ ଯାହାଠୁ ଆଣିକି ମୁଁ ଦେଇଥିଲି ସିଏ ଜାଣିଲେ କଣ ମୁଁ ଆଣିଛି ମୁଁ ଦେବି ଆପଣଙ୍କୁ ଧରି ସିଏ କଣ ଜାଣିଛନ୍ତି ତାକୁ ଦେଇ ବୋଲିକା ନା ସିଏ ଏବେ ମତେ କହୁଛନ୍ତି ତମେ ନେଇକି କୋଉଠି ବୁଲିଲ କୋଉଠି କଣ କଲ ସେଟା ତମେ ଆମେ କେମିତି ମୁଣ୍ଡ ଉପରେ ତମେ ଆମେ ଆମକୁ ପଇସା ତମେ ଦେଇଛ ଆମକୁ ଦେଇଛ? ଆମକୁ ଦେଇଦିଅ ଆମକୁ ଦେଇଦିଅ ସେଟା ତ ଠିକ କଥା ମୁଁ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଚାହିଁବି ସେ ଯାହା ହଉ ଏତେ ମେଣ୍ଟାଲି ପ୍ରିପେୟାର ହେଇକି ଆଜି ପର୍ଯ୍ୟନ୍ତ ବି ସେ ୱେଟ୍ କରିଛନ୍ତି ମୁଁ ଦେବି ବୋଲି ସେଟା ଆପଣଙ୍କର ମାର୍କେଟ ବୁଝିପାରୁଛନ୍ତି? କ୍ରେଡିବିଲିଟି ନେଇକି ସେ ଅପେକ୍ଷା କରୁଛନ୍ତି ନା ନା ମାର୍କେଟର ନାଁ ନାହିଁ ଆଜ୍ଞା କାହିଁକିନା ଏଇ ଯୋଉ ମହିଳା ଜଣକ ଅଛନ୍ତି ମାର୍କେଟର ନାଁ କଣ ଆଉ ଠିକ ରଖିଛନ୍ତି ଅଛି ଆପଣ ନାଇଁ ଶୁଣନ୍ତୁ କହୁଛି ଆପଣଙ୍କୁ